ଆଗକୁ ରାକ୍ଷୀ ପୂର୍ଣ୍ଣିମା ରହିଥିବାରୁ ବର୍ତ୍ତମାନ ପାହାଳ ସହର ରାକ୍ଷୀ ବିକ୍ରି ବିଭିନ୍ନ ଛକ ସାହିରେ ବିକ୍ରି ହେଉଥିବାର ଦେଖିବାକୁ ମିଳିଛି ଏବଂ ରାକ୍ଷୀ ଏକ ସିଜନ୍ ବେପାର ହୋଇଥିବାରୁ ରାକ୍ଷୀକୁ ଆପଣେଇଛନ୍ତି କିଛି ବେପାରୀ। ସିଜନରେ ଦୁଇ ପଇସା ରୋଜଗାର କରିବା ଆଶାରେ ଏହି ରାକ୍ଷୀ ବେପାର ଚାଲିଛି। କ'ଣ ରହିଛି ରାକ୍ଷୀର ଦରଦାମ ଆମେ ପଚାରି ବୁଝିବା। ଆଜ୍ଞା କ'ଣ କହିବେ? ବର୍ତ୍ତମାନ ରାକ୍ଷୀ ପୂର୍ଣ୍ଣିମା ଆରମ୍ଭ ହେବ, ଆହୁରି ଅଛି କିଛି ଦିନ। ବର୍ତ୍ତମାନ ରାକ୍ଷୀ ବିକ୍ରି କରୁଛନ୍ତି କେତେ ଟଙ୍କାରୁ ଆରମ୍ଭ ହୋଇ କେତେ ଟଙ୍କାରେ ବିକ୍ରି କରୁଛନ୍ତି? ବର୍ତ୍ତମାନ ତ ରାକ୍ଷୀ ପୂର୍ଣ୍ଣିମା 10 ଦିନ ବିଳମ୍ବରେ ଅଛି। ବେପାର ସେତେ ଆରମ୍ଭ ହେଇନି। ମୋ ଦୋକାନରେ 10 ଟଙ୍କାରୁ 250 ମଧ୍ୟରେ ରାକ୍ଷୀ ଅଛି। ରାକ୍ଷୀ କେଉଁଠୁ ଆଣୁଛନ୍ତି? ରାକ୍ଷୀ ବ୍ରହ୍ମପୁରରୁ ଆସିଛି, ଖୋର୍ଦ୍ଧାରୁ ଆସିଛି, ଆଉ କାଲକାଟାରୁ ଆସିଛି। ପ୍ରତିବର୍ଷ ଏଇ ରାକ୍ଷୀ ବେପାର କରନ୍ତି ନା ନୂତନ ନୂଆ ଭାବେ ଏ ବର୍ଷ କରୁଛନ୍ତି? ନାଇଁ, ପ୍ରତ୍ୟେକ ବର୍ଷ କରୁ। ପ୍ରତିବର୍ଷ କରି ଏଥିରୁ କିଛି ଦୁଇ ପଇସା ରୋଜଗାର ହୋଇପାରେ କି? 2 ପଇସା ହୁଏ, ବଳକା ସାମାନ ରୁହେ, ଆଉ ଥରେ ପୁଣି ମିଶାଇ ନୂଆ ସାମାନ ମିଶାଇ ବେପାର କରୁ। ଯାହା କହୁଥିଲେ ଭାଇ, ପ୍ରତିବର୍ଷ ଏହି ରାକ୍ଷୀ ବେପାର କରନ୍ତି ଏବଂ 2 ପଇସା ରୋଜଗାର କରିବା ଆଶାରେ ଏହି ବେପାର କରନ୍ତି ଏବଂ ଯାହା ରହିଯାଏ ପୁଣି ଥରେ ଆଉ ଥରେ ବିଭିନ୍ନ ଜାଗାରୁ ସାମଗ୍ରୀ କିଣି ଆଣି ବିକ୍ରି ବଟା କରନ୍ତି। ଗଜପତିରୁ ବିବେକାନନ୍ଦ ବେହେରା, ରିପୋର୍ଟର୍ସ ଟୁଡେ।